ପ୍ରାର୍ଥନା। ଜାନୁଆରୀ 2, 1915। ଯେକୌଣସି ଭାବନା ଯେତେ ସବଳ, ଯେତେ ଗଭୀର ହେଉନା କାହିଁକି, ବାରମ୍ବାର ଯଦି ତାର ପୁନରାବୃତ୍ତି କରାହୁଏ, ସର୍ବଦା ଯଦି ତାର ପୁନରୁକ୍ତି କରାହୁଏ, ତେବେ ତାହା ପ୍ରାଣହୀନ, ସ୍ୱାଦହୀନ ଓ ମୂଲ୍ୟହୀନ ହୋଇପଡ଼େ। ଉଚ୍ଚତମ ଧାରଣାରାଜି ମଧ୍ୟ କାଳକ୍ରମେ ଶୁଷ୍କ ହୋଇଯାଏ ଏବଂ ଯେଉଁ ବୁଦ୍ଧି ତୁରୀୟ ବିଚାରରେ ମଗ୍ନ ହୋଇ ରହିବାର ଅଭ୍ୟସ୍ତ ଥିଲା, ହଠାତ୍ ସେ ସକଳ ବିଚାର, ସକଳ ତତ୍ତ୍ୱଜ୍ଞାନକୁ ବର୍ଜନ କରିବା ନିମନ୍ତେ ଗୋଟିଏ ଦୁର୍ବାର ପ୍ରୟୋଜନ ବୋଧ କରେ ଏବଂ ଶିଶୁତୁଲ୍ୟ ବିସ୍ମୟ ଦୃଷ୍ଟିରେ ସମଗ୍ର ଜୀବନ ପ୍ରତି ଦୃଷ୍ଟିପାତ କରେ। ଅତୀତର ବିଜ୍ଞତାକୁ ତାହା ପରମ ଦୈବୀ ବିଜ୍ଞତା ହେଲେ ମଧ୍ୟ ଭୁଲିଯିବାକୁ ଚେଷ୍ଟା କରେ। ଏକଥା ସତ୍ୟ ଯେ କାଳ ବିଭାଗ ଏକବାର ହିଁ କୃତ୍ରିମ। ନବବର୍ଷରେ ଯେଉଁ ପ୍ରଥମ ଦିନଟି ଧାର୍ଯ୍ୟ କରାହୁଏ, ତାହା ଦେଶର ଅକ୍ଷାଂଶ, ଜଳବାୟୁ ଏବଂ ରୀତିନୀତି ଅନୁସାରେ ପରିବର୍ତ୍ତିତ ହୁଏ ଏବଂ ତାହା ଗୋଟିଏ ସଂସ୍କାର ମାତ୍ର। ଏହା ହିଁ ସେହି ମାନସିକ ମନୋଭାବ ଯାହା ମନୁଷ୍ୟର ଶିଶୁସୁଲଭ ଚପଳତା ଦେଖି ହସେ ଏବଂ ଗଭୀରତର ସତ୍ୟ ଦ୍ୱାରା ପରିଚାଳିତ ହେବାକୁ ଚାହେଁ। ତେବେ ହଠାତ୍ ସେହି ମନ ପୁନଶ୍ଚ ସତ୍ୟକୁ ଯଥାଯଥ ଭାବେ ଅଭିବ୍ୟକ୍ତ କରିବାରେ ନିଜର ଅକ୍ଷମତା ଅନୁଭବ କରେ ଏବଂ ଏହି ପ୍ରକାର ସକଳ ବିଜ୍ଞତା ସେ ବର୍ଜନ କରେ ଏବଂ ହୃଦୟର ଅଭିପ୍ସା ଗାନକୁ ଉତ୍ଥିତ ହେବାକୁ ଦିଏ। ଆଉ ଯେଉଁ ହୃଦୟ ଅଭିପ୍ସା କରେ, ତାହା ପାଖରେ ସକଳ ପ୍ରକାର ଅବସ୍ଥା ହିଁ ଗୋଟିଏ ଗଭୀରତର, ବୃହତ୍ତର, ତୀବ୍ରତର ଅଭିପ୍ସାର ସୂଚକ। ପାଶ୍ଚାତ୍ୟର ନବବର୍ଷ ଆସିଛି। ଏହି ସୁଯୋଗ ଗ୍ରହଣ କରି ଆମେମାନେ ସଂକଳ୍ପକୁ ଆହୁରି ତୀବ୍ରତର ନ କରିବା କାହିଁକି? ଏହାଦ୍ୱାରା ଏହି ପ୍ରତୀକଟି ବାସ୍ତବ ହୋଇ ଉଠିବ ଏବଂ ଅତୀତରେ ଯେଉଁ ସବୁ ଦୈନ୍ୟଗ୍ରସ୍ତ ବସ୍ତୁ ଥିଲା, ତାହା ପରିବର୍ତ୍ତେ ଦେଖାଦେବ ଐଶ୍ୱର୍ଯ୍ୟମଣ୍ଡିତ ବସ୍ତୁ ସକଳ। ଆମେମାନେ ସର୍ବଦା ବିଶ୍ୱାସ କରୁ ଯେ ତୋର ସଂଜ୍ଞା ନିର୍ଦ୍ଧାରଣ କରିପାରିବୁ, ମାନସିକ ସୂତ୍ରାବଳୀ ଦ୍ୱାରା ତୋତେ ବାନ୍ଧିପାରିବୁ, କିନ୍ତୁ ସେସବୁ ଯେତେ ବିଶାଳ, ଯେତେ ବହୁମୁଖୀ, ଯେତେ ସମନ୍ୱୟକାରୀ ହେଉନା କାହିଁକି, ତୁ ଚିରକାଳ ହିଁ ଅନିର୍ବାଚନୀୟ ରହିଯିବୁ। ଏପରିକି ତୋତେ ଯେ ଜାଣି ଏବଂ ତୋ ମଧ୍ୟରେ ବାସ କରେ, ତା ପାଖରେ ମଧ୍ୟ। କାରଣ ତୋ ମଧ୍ୟରେ ଜଣେ ବାସ କରିପାରେ, ଯଦିଓ ତୋତେ କଥାରେ ବ୍ୟକ୍ତ କରି ନପାରେ, ତୋର ଆନନ୍ତ୍ୟ ଉପଲବ୍ଧି କରିପାରେ, ତୋର ଆନନ୍ତ୍ୟ ସହ ଏକାତ୍ମ ହୋଇପାରେ, ଯଦିଓ ତୋର ସଂଜ୍ଞା ଓ ବ୍ୟାଖ୍ୟା ଦେଇ ନପାରେ। ତୁ ଚିରକାଳ ହିଁ ଆମମାନଙ୍କର ପରମ ବିସ୍ମୟ ଓ ଆଶ୍ଚର୍ଯ୍ୟ ବସ୍ତୁ ରୂପେ ଅନନ୍ତ ରହସ୍ୟ ହୋଇ ରହିବୁ। କେବଳ ତୋର ଅଜ୍ଞେୟ ବିଶ୍ୱାତୀତ ସତ୍ତାରେ ନୁହେଁ, ଏପରିକି ତୋର ବିଶ୍ୱଲୀଳାରେ ଏବଂ ଆମ୍ଭମାନଙ୍କର ସର୍ବାଙ୍ଗୀନ ସତ୍ତାରେ ମଧ୍ୟ। ଆମମାନଙ୍କର ଚିନ୍ତାଗତ ରୂପାବଳୀ ପରମ୍ପରାକ୍ରମେ ଶୁଦ୍ଧତର, ଉଚ୍ଚତର ଓ ବ୍ୟାପକତର ହୋଇ ଉଠନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ କେହି ବି ତୁ କ'ଣ ସେ ସମ୍ବନ୍ଧରେ ଗୋଟିଏ ପର୍ଯ୍ୟାପ୍ତ ଧାରଣା ଦେବାକୁ ସମର୍ଥ ହୋଇପାରେ ନାହିଁ। ପ୍ରତ୍ୟେକ ନୂତନ ଘଟଣା, ନୂତନ ଜିଜ୍ଞାସା ପୂର୍ବ ଅପେକ୍ଷା ଆହୁରି ବିସ୍ମୟକର ଓ ରହସ୍ୟଜନକ ହୋଇ ଦେଖାଦିଅ। ତଥାପି ନିଜର ଏତେ ବେଶୀ ଅଜ୍ଞତା ଓ ଅକ୍ଷମତା ଦେଖି ସୁଦ୍ଧା ମାନସ ସତ୍ତା ଜ୍ୟୋତିର୍ମୟ, ପ୍ରଶାନ୍ତ ଓ ହାସ୍ୟଯୁକ୍ତ ହୋଇ ରହିଛି। ମନେ ହୁଏ ଯେପରି ସେ ଲାଭ କରିଛି ସେହି ପରମ ଜ୍ଞାନ, ଯାହାର ଅର୍ଥ ତୁ ହୋଇଯିବା ବହୁ ଭାବେ, ଅନନ୍ତ ଭାବେ, ଅନନ୍ତ ଭାବେ ଓ ଏକାନ୍ତ ସହଜ ଭାବରେ।